ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ, ରାଜଧାନୀ। ଗୋପାଳର ବାପା ମା ସେ ଶିଶୁ ଥିବା ଅବସ୍ଥାରେ ପରଲୋକ ଗମନ କରିଥିଲେ। ଗୋପାଳର ମାମୁଁ ଜଗୁବାବୁ ଗୋପାଳକୁ ପାଠ ପଢ଼ାଇଲେ। ସେ ଅବଶ୍ୟ ଭଲ ପଢ଼ିଲା। ଜଗୁବାବୁଙ୍କର ଜଣେ ଦୁଇ ଜଣ ଅନ୍ତରଙ୍ଗ ବନ୍ଧୁ ଗୋଟେ ବଡ଼ ବ୍ୟବସାୟ ସଂସ୍ଥାର ଅଂଶୀଦାର ଥିଲେ। ସେମାନଙ୍କୁ କହି ଜଗୁବାବୁ ଗୋପାଳ ପାଇଁ ରାଜଧାନୀରେ ଭଲ ଚାକିରିଟିଏ ଯୋଗାଡ଼ କରିଦେଲେ। ତାପରେ ଗୋଟେ ଭଲ ପରିବାରର ଝିଅ ସହ ତାର ବିବାହ କରାଇଦେଲେ। ଗୋପାଳ ବୋହୂକୁ ଧରି ସହରରେ ଗୋଟିଏ ବସାଘରେ ରହିଲା। ବସାଘରଟି ବି ଜଗୁବାବୁ ଠିକ୍ କରିଦେଲେ। ଏସବୁ ପରେ ତୃପ୍ତ ହୋଇ ସେ ଗାଁକୁ ଫେରିଲେ। 6 ମାସ ଗଲା। ଜଗୁବାବୁ କୌଣସି କାମରେ ରାଜଧାନୀକୁ ଗଲେ। ଆଉ କାମ ଶେଷ କରି ଗୋପାଳ ଘରକୁ ଆସିଲେ। ଗୋପାଳ ଆଉ ତା ସ୍ତ୍ରୀ ତାଙ୍କୁ ଦେଖି ଅତ୍ୟନ୍ତ ଖୁସି ହେଲେ। ଜଗୁବାବୁ ବିଚକ୍ଷଣ ଲୋକ। ସେ ଘଣ୍ଟାଏ ଭିତରେ ବୁଝିପାରିଲେ ଯେ ଗୋପାଳ ଆଉ ବୋହୂ ଭିତରେ ଭଲ ପଡ଼ୁନାହିଁ। ସେ ରାତିରେ ଖାଇ ବସିଛନ୍ତି, ଦେଖିଲେ 4-5 ଜଣ ଲୋକ ଆସି ସେଠାରେ ପହଞ୍ଚିଲେ। ଗୋପାଳ ଜଗୁବାବୁଙ୍କ ଆଡ଼କୁ ଅନାଇ କହିଲା, ଏମାନେ ଆମ ବନ୍ଧୁବାନ୍ଧବ। 2 ଦିନ ହେଲା ମକଦ୍ଦମା କାମରେ ଆସି ଆମ ଘରେ ରହୁଛନ୍ତି। ସେମାନେ ବି ଖିଆପିଆ କଲେ। ତାପରେ ଜଗୁବାବୁ ସେମାନଙ୍କୁ ଧୀରେ ଧୀରେ ଜେରା କରି ବୁଝିଲେ ସେମାନେ ତାଙ୍କ ଭିଣେଇ ବା ଗୋପାଳ ବାପାଙ୍କର ମଉସା ପୁଅ ଭାଇର ଶଳାର ପରିବାର ଲୋକ। ଜଗୁବାବୁ ଆହୁରି ବୁଝିଲେ ଏମାନଙ୍କ ପୂର୍ବରୁ ଆଉ ଦଳେ ଆସି 7 ଦିନ ରହି ଯାଇଛନ୍ତି। ସେମାନେ ଗୋପାଳର ପରଲୋକଗତ ବାପାଙ୍କର ଜଣେ ସଙ୍ଗାତଙ୍କ ବନ୍ଧୁବାନ୍ଧବ। ପରଦିନ ଗୋପାଳ ତା କାମକୁ ଏବଂ ଅତିଥିମାନେ କଚେରୀକୁ ବାହାରି ଯିବା ପରେ ଜଗୁବାବୁ ବୋହୂକୁ ପଚାରିଲେ, ଦେହ ପା ଭଲ ଅଛି ତ ମା? ଏଡ଼େ ଦୁର୍ବଳ ଦିଶୁଛୁ କାହିଁକି? ବୋହୂ କଥା ଏଡ଼େଇ କହିଲା, ନା ମାମୁଁ, ସବୁ ଭଲ। ଉପରଓଳି ଗୋପାଳ ଫେରିବା ପରେ ଜଗୁବାବୁ ତା ସହିତ ଚା ପିଉଥିଲା ବେଳେ ପଚାରିଲେ, ବୋହୂ ଭଲ କାମଦାମ କରୁଛି ତ? ଗୋପାଳ କହିଲା, ମାମୁଁ, ସେ ବଡ଼ ଚିଡ଼ା ସ୍ୱଭାବର ଝିଅ ଆଉ ବଦଖର୍ଚ୍ଚୀ। ମାସକ ପାଇଁ ସଉଦା କରିଦେବି, ସେ ତାକୁ 10 ଦିନରେ ଶେଷ କରିଦେବ। ଆଉ କହିଲେ ଚିଡ଼ିବ। ଜଗୁବାବୁ ଏତକ ଶୁଣି ଖାଲି ହୁଁ କହିଲେ। ସେଇ ରାତିରେ ଜଗୁବାବୁ ତାଙ୍କର 2 ଅନ୍ତରଙ୍ଗ ବନ୍ଧୁଙ୍କୁ ଭେଟିଲେ। ପରଦିନ ଗୋପାଳକୁ ତା କାର୍ଯ୍ୟାଳୟରେ ଖବର ଦିଆଗଲା କି ତାକୁ ଗୋଟେ ଦୂର ସ୍ଥାନକୁ ବଦଳି ହେଇଯିବାକୁ ପଡ଼ିବ। ଗୋପାଳ ଘରେ ପହଞ୍ଚି ଉତ୍କଣ୍ଠିତ ଭାବରେ ଜଗୁବାବୁଙ୍କୁ କହିଲା, ମାମୁଁ, ମୋତେ ସେମାନେ ଗୋଟେ ଅଜଣା ସ୍ଥାନକୁ ପଠାଇ ଦେଉଛନ୍ତି। ରାଜଧାନୀ ସହରର ସୁଖ ସୁବିଧା ସେଠାରେ କାହୁଁ ମିଳିବ? ଜଗୁବାବୁ ସେତେବେଳେ ଗାଁକୁ ବାହାରିଲେଣି। ସେ ମନେ ମନେ କହିଲେ, ବାପ, ସେଠି ଅନ୍ୟ ସୁଖ ସୁବିଧା ମିଳିବ, ଯାହାର ମୂଲ୍ୟ ଆହୁରି ବେଶୀ। ପ୍ରକାଶ୍ୟରେ କହିଲେ, ଗୋପାଳ, ତୁ ନୂଆ ଚାକିରିରେ ପଶିଛୁ। ଏବେଠୁ ସେମାନଙ୍କ ସିଦ୍ଧାନ୍ତରେ ଆପତ୍ତି କରିବା ଭଲ ନୁହେଁ। ତୁ ବଦଳ ହୋଇଯା, ପରେ ଦେଖିବା। 6 ମାସ ପରେ ଜଗୁବାବୁ ଭଣଜା ଘରେ ଯାଇ ପହଞ୍ଚିଲେ। ଘଣ୍ଟାକ ଭିତରେ ବୁଝିପାରିଲେ ଭଣଜା ଆଉ ବୋହୂ ଭିତରେ ଖୁବ୍ ଭଲ ସ୍ୱଭାବ ଅଛି। ବୋହୂର ସ୍ୱାସ୍ଥ୍ୟ ମଧ୍ୟ ଭଲ। ରାଜଧାନୀ ବୋଲି ସିନା ସେଠି ସବୁବେଳେ ଲୋକ ପହଞ୍ଚି ଭିଡ଼ କରୁଥିଲେ, ଆଉ ପରସ୍ପର ବୁଝାମଣା ପାଇଁ ସୁଯୋଗ ନଥିଲା। ଏଠାରେ ସେ ଦିଗରୁ ସେମାନେ ବହୁତ ଖୁସିରେ ରହିଥିଲେ। ମାମୁଁ କହିଲେ, ଗୋପାଳ, ତୁ ଏଠାକୁ ବଦଳି ହୋଇ ଆସିଲା ବେଳେ ଖୁସିରେ ଆସିନଥିଲୁ। ତୋ ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ପାଖରେ ମୁଁ ଯାଇ ତୋ ବଦଳି ବନ୍ଦ କରିବା ପାଇଁ କହିବି, ଏଇଆ ଥିଲା ତୋର ଇଚ୍ଛା। କିନ୍ତୁ ତୁ ନୂଆ ହୋଇ ଚାକିରିରେ ପଶିଥିବା ହେତୁ ସେପରି ଓଜର ଆପତ୍ତି କଲେ କର୍ମକର୍ତ୍ତାମାନେ କାଳେ ବିରକ୍ତ ହେବେ, ସେଇ ଦୃଷ୍ଟିରୁ ମୁଁ କିଛି କହିନଥିଲି। ଯଦି ଚାହିଁବୁ ଏବେ ତୋତେ ପୁଣି ରାଜଧାନୀକୁ ନେଇଯିବା ପାଇଁ ଚେଷ୍ଟା କରିପାରେ। ଗୋପାଳ ଟିକେ ଚିନ୍ତା କରି କହିଲା, ମାମୁଁ, ଦେଖୁଛି ଏ ଜାଗାରେ ତୁମ ବୋହୂର ସ୍ୱାସ୍ଥ୍ୟ ଭଲ ରହୁଛି। ଜଗୁବାବୁ ହସି କହିଲେ, ତାହେଲେ ଏଇଠି ଥା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ରାଜଧାନୀ।